सांध्य पाठ्यक्रम आप समस्त को स्वागत करुच्ची। आज आम शेष करवा कोलाबोरेशन एंड हार्मोनी काम सहयोग एवं संगति। When one has to work to do for a community, to take a decision for personal motives and to abandon one's work is a serious mistake. When one has work to do for a community, to take a decision for personal motives and to abandon one's work is a serious mistake. ଯେତେବେଳେ ଗୋଟେ ସମୂହକ ପାଇଁ କାର୍ଯ୍ୟ କରିବାକୁ ପଡୁଛି, ନିଜର ବ୍ୟକ୍ତିଗତ ସୁବିଧା ପାଇଁ ଗୋଟେ ସିଦ୍ଧାନ୍ତ ନେବା ଏବଂ ସେଇ କାରଣରୁ କାମ ଛାଡ଼ିଦେବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି, ଅତ୍ୟନ୍ତ ବିରାଟ ଭୟଙ୍କର ତ୍ରୁଟି। କାରଣ ସମୂହ ପାଇଁ ଯେତେବେଳେ କାର୍ଯ୍ୟ କରାଯାଉଛି ସେତେବେଳେ ତମ ବ୍ୟକ୍ତିଗତ ସୁବିଧା ପାଇଁ ଗୋଟେ କିଛି ସିଦ୍ଧାନ୍ତ ନେବା ସମ୍ପୂର୍ଣ୍ଣ ଅନୁଚିତ ବ୍ୟାପାର। ଆମେ ସମୂହ ପାଇଁ ଯାହା କରିବା, ଯଦି ସମୂହ ପାଇଁ କାର୍ଯ୍ୟ କରାଯାଉଛି ଆଉ ତା ଭିତରେ ବ୍ୟକ୍ତି କୋଉଠି ଆସିଲା? ବ୍ୟକ୍ତିମାନେ ମିଶିକି ଅବଶ୍ୟ ସମୂହ, କିନ୍ତୁ ହେଲେ ବି ଗୋଟେ ଗୋଷ୍ଠୀ, କମ୍ୟୁନିଟି କହୁଛୁ, ଗୋଟେ ଗୋଷ୍ଠୀ ଏକାଠି କାମ କରୁଛେ। ଆମେ ଗୋଟେ ଗୋଷ୍ଠୀ ଏକାଠି କାମ କରୁଛେ, କାମଟା ସମସ୍ତଙ୍କ ପାଇଁ ଆବଶ୍ୟକ। ତା ଭିତରେ ହଠାତ୍ ମୁଁ ସିଦ୍ଧାନ୍ତ କରିବି ଯୋଉଟା ମତେ ସୁବିଧା ହବ ସେଇ ପ୍ରକାର କାମ କରିବା। ଧରାଯାଉ ବିଲ ଭିତରେ ନାଳ ଖୋଳା ହଉଛି, ଏଇଭଳି ଭାବରେ ନାଳଟା ଖୋଳା ହବ ଯୋଉଟା ସବୁ ବିଲକୁ ପାଣି ଯାଇପାରିବ, ସୁବିଧା ଥିବ। କିନ୍ତୁ ମୁଁ ହଠାତ୍ ସିଦ୍ଧାନ୍ତ ନେବି ସେଇ ନାଳଟା ମୋ ବିଲ କଡ଼ ଦେଇକି ଯାଉ। ମୋ ବିଲ କଡ଼ ଦେଇ ଗଲେ ସମସ୍ତଙ୍କ ପାଖକୁ ପାଣି ଯିବା ସୁବିଧା ହବନି, କେତେ ଜଣଙ୍କୁ ହବ, କିନ୍ତୁ ମତେ ନିଶ୍ଚୟ ସୁବିଧା ହବ। ଲାଭ କଣ ହେଲା? ଯେତେବେଳେ ପ୍ରଥମ ସିଦ୍ଧାନ୍ତ ନିଆଯାଇଥିଲା ସେତେବେଳେ ବି ମୋ ବିଲକୁ ପାଣି ଆସିଥାନ୍ତା। ହୁଏତ ଏମିତି ଡାଇରେକ୍ଟ ସିଧା କଡ଼ ଯାଇଥିଲି ଯେମିତି ପାଣି ଆସିଥାନ୍ତା ସେମିତି ଆସିବନି, କିନ୍ତୁ ଇନଡାଇରେକ୍ଟ ୱେରେ ବି ମୋ ବିଲ ପାଣି ପାଇଥାନ୍ତା। କିନ୍ତୁ ମୁଁ ଯୋଉ ସିଦ୍ଧାନ୍ତ ନେବି ସେ ସିଦ୍ଧାନ୍ତରେ କଣ ହବ ନା ମୋରି ବିଲକୁ ହିଁ ପ୍ରଥମେ ପାଣି ଯିବ, ଅନ୍ୟମାନଙ୍କ ପାଖକୁ ପରେ ଯିବ। ଏବଂ ମୁଁ ତ କହିବି ଯାଉଛି ତ ଅନ୍ୟମାନଙ୍କ ପାଖକୁ ପାଣି, ଅସୁବିଧା କଣ ଅଛି, କାହିଁକି ବାଡ଼ି ଯିବନି? ଆ ପଛରେ ଉଦ୍ଦେଶ୍ୟ ହେଲା ଆଗେ ମୋ ବିଲଟା ଭଲରେ ପାଣି ପାଉ, ତାପରେ ଅନ୍ୟମାନଙ୍କ ବିଲକୁ ଯାଉ। ଏଟା ପର୍ସନାଲ ମୋଟିଭ। ଯଦି ବନ୍ଦ କରାଗଲା, ନାଇଁ ସେପଟେ ଯିବନି, ଆରପଟେ ଦେଇ ଯିବ, ସାଙ୍ଗେ ସାଙ୍ଗେ ମୁଁ ସେ ଗୋଷ୍ଠୀ ଛାଡ଼ିଦେବି, ମୁଁ ସେ ଗୋଷ୍ଠୀ ବାହାରି ଆସିବି, ଆସିକି କହିବି ମୁଁ ମୋର ଅଲଗା ଗୋଟେ ନାଳ କରିବି ମୋ ବିଲକୁ କେବଳ ପାଣି ନେବା ପାଇଁ, ଅଲଗା ହେଇଯିବି। ଆକୁ ମା କହୁଛନ୍ତି ଏକ ସିରିୟସ୍ ମିଷ୍ଟେକ୍। ସମସ୍ତେ ସାଙ୍ଗ ହେଇକି ଯୋଉ କାର୍ଯ୍ୟ କରୁଥିବେ ସେଥିରେ ସମ୍ପୂର୍ଣ୍ଣ ସହଯୋଗ କରି ଏକାଠି କାମ କରିବା ଉଚିତ। You mention faults committed which cannot be corrected. This is wrong. ତମେ କଣ କହିଲ? ତମେ କହିଲ ଆଜ୍ଞା ସେମାନେ ଯୋଉ ସବୁ ତ୍ରୁଟି କରିଛନ୍ତି, ଏଭଳିଆ ମିଷ୍ଟେକ୍ ସବୁ ତ୍ରୁଟି ଯୋଉ ଫଲ୍ଟ କରିଛନ୍ତି ଯାହାର ସମାଧାନ ହେଇପାରିବନି। ମା କହିଲେ ଏଇଟା ସମ୍ପୂର୍ଣ୍ଣ ଭୁଲ। ଏଭଳି କୌଣସି ତ୍ରୁଟି ଜଣେ କରିପାରିବନି ଯୋଉ ତ୍ରୁଟିର କି ସଂଶୋଧନ ନାହିଁ। ମା କହିଲେ ଏଇଟା ଭୁଲ। Any fault can be corrected if you sincerely set to work to correct yourself. ଯେକୌଣସି ତ୍ରୁଟି ସଂଶୋଧିତ ହେଇପାରିବ ଯଦି ତୁ ଆନ୍ତରିକତାର ସହିତ ସେ ତ୍ରୁଟି ସଂଶୋଧନ କରିବା ପାଇଁ ପ୍ରସ୍ତୁତ ହଉ, ରାଜି ହଉ। ମୋର ଏଇ କାର୍ଯ୍ୟ, ଏଇ ତ୍ରୁଟିକୁ ମୁଁ ସଂଶୋଧନ କରିବାକୁ ଚାହୁଁଛି, ଯଦି ସିନସିୟରଲି set to work to correct yourself, ସେଇ ଧାରାରେ କାର୍ଯ୍ୟ କରିବ। କୋଉ ଧାରାରେ? ନା ଯୋଉ ଧାରାରେ କାର୍ଯ୍ୟ କଲେ ତମ ତ୍ରୁଟି
ସଂଶୋଧିତ ହେବ, ତାହେଲେ ନିଶ୍ଚୟ ହେଇପାରିବ ଯଦି ଆନ୍ତରିକତା ସହିତ କରିପାରିବ। ଟୁ ରନ୍ ଆୱେ ଫ୍ରମ୍ ଦି ପ୍ରୋଗ୍ରେସ୍ ଟୁ ବି ମେଡ୍ ଇଜ୍ ଆନ୍ ଆକ୍ଟ ଅଫ୍ କାୱାର୍ଡେଜ୍ ଆଣ୍ଡ ଆଇ କ୍ୟାନଟ୍ ଆପ୍ରୁଭ୍ ଅଫ୍ ଇଟ୍। ତମେ କାର୍ଯ୍ୟ କରିବା ମାଧ୍ୟମରେ କିଛି ଅଗ୍ରଗତି କରୁଛ ତ, କିନ୍ତୁ ଏଭଳି ହେଲା ଯେ ତୁମେ କହିବ ମୁଁ ଏ କାମ କରିବିନି, ଛାଡ଼ିବି, ମୁଁ ଅନ୍ୟ ଏଥିରେ ମୁଁ ମିଶିବିନି, ଏ ଦଳରେ ମୁଁ ନାହିଁ। ଏମିତି ବହୁତ ଗୋଠ ଖଣ୍ଡିଆ ଆମ ମଧ୍ୟ ଅଛନ୍ତି। ଆମ ଭିତରେ ବହୁତ ଗୋଠ ଖଣ୍ଡିଆ ଅଛନ୍ତି। ଗୋଠ ଖଣ୍ଡିଆ ଆମର ଓଡ଼ିଆ ସମସ୍ତେ ଗୋଠରେ ଯୋଉ ଗାଈମାନେ ଥାଆନ୍ତି ଗୋଟେ ଗୋଟେ ସେଥିରେ ମିଶନ୍ତିନି, ସମସ୍ତଙ୍କୁ ଭୂଷନ୍ତି, ମାରନ୍ତି, ତାଙ୍କ ସାଙ୍ଗେ କାରି ସେ ଅଲଗା କେତେ ବନ୍ଧା ହେଇଥାଏ, ଆଉ ଗୋଟେ ଅଲଗା ଜାଗାରେ ବାନ୍ଧି ଦିଅନ୍ତି। ସେମିତି ଆମ ଭିତରେ ଗୋଠ ଖଣ୍ଡିଆ ଥାଆନ୍ତି, ସାମୂହିକ କାର୍ଯ୍ୟରେ ତାଙ୍କର ଗଣ୍ଡଗୋଳ ଅସୁବିଧା ହୁଏ ବୋଲି ସେ ଅଲଗା ହେଇଯାନ୍ତି। ମାତ୍ର ଏଇଟା ଗୋଟେ ଭୀରୁତାର ଲକ୍ଷଣ, କାୱାର୍ଡେଜ୍। ଅଗ୍ରଗତି କି ଯୋଉ ବାଟେ କାର୍ଯ୍ୟ କଲେ ତୁମର ପ୍ରଗତି ହବ, ପ୍ରୋଗ୍ରେସ୍ ହବ, ତାକୁ ତମେ ଛାଡ଼ିଦବ, ଏ ଗୋଟେ କାୱାର୍ଡେଜ୍ର ଲକ୍ଷଣ ବୋଲି ମା କହୁଛନ୍ତି, ଗୋଟେ ଭୀରୁର ଲକ୍ଷଣ, ଭୟାଳୁ ଭୀରୁର ଲକ୍ଷଣ। ଆଣ୍ଡ ଆଇ କ୍ୟାନଟ୍ ଆପ୍ରୁଭ୍ ଅଫ୍ ଇଟ୍। ମା କହିଲେ ମୁଁ କେବେ ହେଲେ ଆକୁ ଅନୁମତି ଦେବି ନାହିଁ। କାମ ଛାଡ଼ି ଦେଇ ତମେ ଅଲଗା ହେଇଯିବାକୁ ଚାହୁଁଛ, ମୁଁ କେବେ ହେଲେ ଆକୁ ଅନୁମତି ଦେବି ନାହିଁ। ଫାର୍ଷ୍ଟ ଅଫ୍ ଅଲ୍ ମା କେତେ ଚମତ୍କାର ଭାବରେ ଏବଂ ଅତି ବୋଲ୍ଡଲି କହୁଛନ୍ତି, ଫାର୍ଷ୍ଟ ଅଫ୍ ଅଲ୍ make a sincere and complete confession of faults committed. ପ୍ରଥମ ହେଲା ତୁମେ ନିଜେ ନିଜେ ଯୋଉ ତ୍ରୁଟି କରିଛ ସେ ତ୍ରୁଟି କି ନିଜେ ଆଗେ ସ୍ୱୀକାର କର, ତ୍ରୁଟି ସ୍ୱୀକାର କର। ଫାର୍ଷ୍ଟ ଅଫ୍ ଅଲ୍ make a sincere and complete confession of faults. ମୁଁ ଏଇ ତ୍ରୁଟି କରିଛି, ମୋର ଭୁଲ ଅଛି, ଆକୁ ସ୍ୱୀକାର କର। ତାପରେ afterwards I shall see what is to be done. ତମେ ଯଦି ଏତ କରିଦବ, ଆମ ଦାୟିତ୍ୱ କ'ଣ ମା ଆମକୁ ଦେଲେ? ମା କହିଲେ ତୁମେ ଯୋଉ ତ୍ରୁଟି କରିଛ ସେ ତ୍ରୁଟିକୁ ଆଗେ ନିଜେ ସ୍ୱୀକାର କର ଯେ ଏ ତ୍ରୁଟିଟା ମୋର, ମୁଁ ଏ ତ୍ରୁଟି କରିଛି। କରିଦେଲେ ଭଲ ହେଇଯିବ, ଭଲ ଖରାପ କଥା ପଡିନି। ମା କହିଲେ ତାପରେ ଯାହା ହବ କଥା ମୁଁ ବୁଝିବି। ତମେ ଯଦି ତମ ତ୍ରୁଟିକି ନିଜେ ସ୍ୱୀକାର କରିଛ, ଏଇ ପ୍ରକାର ଭୁଲ ମୁଁ କଲି, ତାପରେ ସେ ଭୁଲ କିପରି ହବ ନାହିଁ, ଯାହା ହବ ନାହିଁ, ସେ ଦାୟିତ୍ୱ ମୋର। ମା କହିଲେ afterwards I shall see what is to be done. ତାପରେ ମୁଁ ଦେଖିବି କ'ଣ କରାଯାଇପାରେ। ତେଣୁ କାମ ଛାଡ଼ି ଚାଲିଯିବା ନୁହଁ, ଗୋଷ୍ଠୀ ଅଲଗା ହେଇଯିବା ନୁହଁ, ଏସବୁ କେବେ ହେଲେ ଗୋଟେ ଆଧ୍ୟାତ୍ମିକ ଧାରାରେ ଅଗ୍ରଗତି କରୁଥିବା କୌଣସି ବ୍ୟକ୍ତିର କର୍ମର ପ୍ରଣାଳୀ ନୁହଁ। କୋଲାବୋରେସନ୍ and reciprocal goodwill are indispensable for good work. କୋଲାବୋରେସନ୍, ଆପଣ କାର୍ଯ୍ୟରେ ସହଯୋଗ କଲେ, ଗୋଟେ କାର୍ଯ୍ୟ ଯଦି କାର୍ଯ୍ୟରେ ଆପଣ ସହଯୋଗ କଲେ, ରେସିପ୍ରୋକାଲ ଗୁଡୱିଲ୍, ଏବଂ ଯୋଉ ଶୁଭେଚ୍ଛା ଆସିବା କଥା ସେ ଶୁଭେଚ୍ଛା ଆପଣଙ୍କ ପାଖକୁ ଆସିବ, ରେସିପ୍ରୋକେଟ୍ କରିବ। ଆପଣଙ୍କର ଯୋଉ ଶୁଭେଚ୍ଛା ଥିବ ସେ ଶୁଭେଚ୍ଛା ଆସିବ। ସେପଟୁ ଯଦି କୋଲାବୋରେଟ୍ କରୁଥିବେ ଆପଣଙ୍କ ଆଡ଼ୁ ଶୁଭେଚ୍ଛା ଥିବ, ରେସିପ୍ରୋକାଲ ଗୁଡୱିଲ୍। ଇଏ ହେଉଛି ସହଯୋଗ ଏବଂ ପରସ୍ପର ପ୍ରତି ଶୁଭେଚ୍ଛା ଆର୍ ଇଣ୍ଡିସ୍ପେନ୍ସିବଲ୍ ଫର୍ ଗୁଡ୍ ୱାର୍କ। ଏକ ଉତ୍ତମ କର୍ମ ନିମନ୍ତେ ଏହା ଅପରିହାର୍ଯ୍ୟ। ବହୁତ ସୁନ୍ଦର ସମସ୍ତେ ଆମକୁ ଅନୁଭବ ଥିବ। ଧର ଆପଣ ଗଲାବେଳେ ଦେଖିବେ କ୍ଲାସରେ ପଢ଼ୁଛନ୍ତି, ପିଲାମାନେ ଅଙ୍କ କରୁଛନ୍ତି, ସାହିତ୍ୟ ଲେଖୁଛନ୍ତି, କବିତା ପଢ଼ୁଛନ୍ତି, ହଠାତ୍ ଆପଣଙ୍କ ଯେଉଁ ଧାରଣା ଆସିବ ବହୁତ ସୁନ୍ଦର ପଢ଼ୁଛନ୍ତି ପିଲାମାନେ, ଚିତ୍ର ଆଙ୍କୁଛନ୍ତି, ବହୁତ ସୁନ୍ଦର ଚିତ୍ର ଆଙ୍କୁଛନ୍ତି। ଆପଣ ଯେତେବେଳେ ତାଙ୍କ ପ୍ରତି ଗୋଟେ ଶୁଭେଚ୍ଛା ପଠେଇଲେ ଇମିଡ଼ିଏଟ୍ ରେସିପ୍ରୋକେଟ୍ କରିବ। ସେମାନେ ନିଶ୍ଚୟ ତାଙ୍କ ପ୍ରତି ଗୋଟେ ଆସିବ ଯେ ଅପା କି ଭାଇ ଆମ କାମ ଦେଖି ଖୁସି ହେଉଛନ୍ତି। ଏଇଟା ଗୋଟେ ସ୍ପୋଣ୍ଟାନିୟସ୍ ଅଟୋମେଟିକ୍। ଆପଣ ଘର ତିଆରି କରୁଛନ୍ତି, ମିସ୍ତ୍ରୀ ମୂଲିଆ ଏମାନେ କାମ କରୁଛନ୍ତି, ଆପଣ ତା ପାଖରେ ଠିଆ ହେଲେ ଦେଖିଲେ ଅତ୍ୟନ୍ତ ନିବିଡ଼ ଭାବରେ ସମ୍ପୃକ୍ତ ହୋଇ କାମ କରୁଛନ୍ତି। ଆପଣ ତା ପାଖରେ ଠିଆ ହେଲେ ଆପଣଙ୍କ ଇଚ୍ଛା ହେବ ପାଣି ଆଣି ଦେବା ପାଇଁ, ପାଣି ପିଇବ କି ପିଲେ ଟିକେ ପାଣି ଆଣି ଦେଉଛି, କି କ'ଣଟା କରିବା ପାଇଁ ଗୋଟେ
ନିଜର କୋପରେସନ ତା ଭିତରେ ଇଚ୍ଛା ଦେବା ପାଇଁ ସେମାନଙ୍କର କାମ ଦେଖି ଭିତରୁ ଗୋଟେ ସ୍ୱତଃ ଗୋଟେ ଶ୍ରଦ୍ଧା ଆସିବ। କାରଣ ସେମାନଙ୍କର ଏଇ ଯୋଉ ରେସିପ୍ରୋକେଟ ଗୁଡୱିଲ୍ ଗୋଟେ ଉତ୍ତମ କର୍ମର ସୂଚନା ହୁଏ। ଅଧିକାଂଶ ଜାଗାରେ କାମ କରୁଥିବେ, ପିଲା ଟିକେ ରେଷ୍ଟ ନେଇଯାଉନି ରେ, ଟିକେ ରେଷ୍ଟ ନେଇଯାଅ, ଖରା ହେଲାଣି, ଏ ସମୟ ଧରି କାମ କର, ଟିକେ ବିଶ୍ରାମ ନେଇଯାଅ, ତାପରେ କିଛି ସମୟ ପରେ ସେ କାମ କରିବ। କ'ଣ କଲ ତମେ? ତମେ ତା କାମରେ ସହଯୋଗ କଲନି, କିନ୍ତୁ ତମେ ଗୋଟେ ଶୁଭେଚ୍ଛା ଦେଲ ତାଙ୍କୁ, ଏବଂ ସେପଟୁ ବି ଶୁଭେଚ୍ଛା ଆସିବ, ନିଶ୍ଚୟ ରେସିପ୍ରୋକେଟ୍ କରିବ। ଉତ୍ତମ କାମ ଏଇ ପ୍ରକାର ଧାରାରେ କରାଯାଏ। To concentrate on a close collaboration in the work would be obviously a more useful attitude than to concentrate on mutual grievances. ଗୋଟେ ମ୍ୟୁଚୁଆଲ ଗ୍ରିଭାନ୍ସ ବଡ଼ ସମସ୍ୟା। ଆଜି ଆମର ଗୋଟେ ମିଟିଂ ଡାକିଛୁ। କ'ଣ ମିଟିଂ ନା ଆମେ ସବୁ ମିଶି ଯେଉଁ କାମ କରୁଥିଲୁ ଆମ ଅନୁଷ୍ଠାନରେ ସମସ୍ତେ ଏକାଠି ହେବା, ଆଉ ଏକାଠି କ'ଣ ଆଲୋଚନା କରିବା ନା ଯାହାର ଯାହା ଅସୁବିଧା ଅଛି ସେଠି ସେ କହିବ ତା ଅସୁବିଧା। ଏଇଟା ମ୍ୟୁଚୁଆଲ ଗ୍ରିଭାନ୍ସ, ସମସ୍ତେ ବସିବେ ଏକାଠି ପରସ୍ପରର ଅସୁବିଧା ଗୁଡ଼ା ଆଲୋଚନା କରିବା। ଏଇଟା ଅସୁବିଧା ଗୁଡ଼ା ଆଲୋଚନା କାହିଁ କରିବ? ଏଇଟା ଗ୍ରିଭାନ୍ସକୁ ଆଲୋଚନା କଲେ ଗ୍ରିଭାନ୍ସ କମିଯାଏନି। ସରକାରଙ୍କ ସେମିତି ଗ୍ରିଭାନ୍ସ ଡେଟ୍ ଥାଏ। ଆଗେ ସୋମବାର ଥିଲା, ଆଜିକାଲି କୋଉ ଡେଟ୍ କିଆଣି ଗୋଟେ ଗଭର୍ଣ୍ଣମେଣ୍ଟର ଗୋଟେ ଗ୍ରିଭାନ୍ସ ଡେଟ୍ ଥାଏ, ସେଇଦିନ ସମସ୍ତେ ଗ୍ରିଭାନ୍ସ ଶୁଣିବେ। ସରକାରଙ୍କ ଲେବୁଲରେ ସେଇଟା ଆବଶ୍ୟକ, କାରଣ ସରକାର ଭଗବାନ ଉପରେ ନିର୍ଭର କରି କାମ କରନ୍ତିନି। ସରକାର କାହା ଉପରେ ନିର୍ଭର କାମ କରନ୍ତି? ବା ସରକାରଙ୍କ ନିଜ ଉପରେ, ଆସେମ୍ବଲି, କୋର୍ଟ, କଚେରୀ ଆରି ଉପରେ ନିର୍ଭର କରି କାମ ହୁଏ। କିନ୍ତୁ ଆମର କାହା ଉପରେ ଆମେ କାମ କରୁ ନିର୍ଭର କରି? ଆମେ କାମ କରୁ ମାଙ୍କ ଉପରେ ନିର୍ଭର କରି। ଗୋଟେ ଉଚ୍ଚତର ଶକ୍ତି, ମାତୃଶକ୍ତି, ସର୍ବୋତ୍ତମ ଶକ୍ତି, ତାଙ୍କ ଉପରେ ନିର୍ଭର କରି କାମ କରୁ। ତେଣୁ ନିଜେ ନିଜେ ବସି ମ୍ୟୁଚୁଆଲ ଗ୍ରିଭାନ୍ସ ଆଲୋଚନା କଲେ କ'ଣ ହବ? ବହୁତ ସମୟ ଦେଖିଛି, ମୋର ସେ ଅତ୍ୟନ୍ତ ମାନେ ବହୁତ କ'ଣ ତା କହନ୍ତି ମନ୍ଦ ଅନୁଭବ ସବୁ ଅଛି, ବହୁତ ପ୍ରକାର ମନ୍ଦ ଅନୁଭବ ସବୁ ଅଛି। ଝଗଡ଼ା କରିବେ, ସ୍କୁଲ ଭିତରେ ଦଳ ଝଗଡ଼ା କରିବେ, ଏବଂ ମୋତେ ବହୁତ କିଛି ଡାକିବେ, କେୟା ଭାଇ ଆପଣ ଆସନ୍ତୁ। ବସି ଦେଖେ, ପ୍ରକୃତିରେ କେହି ତ ଠିକ ନୁହଁ, କେହି ତ ଠିକ ନୁହଁ। ଆପଣ ଯଦି କୌଣସି ଯେତେ ଯାହା କହିବେ, ମୁଁ ସବୁବେଳେ ଚେଷ୍ଟା କରେ ଯେଉଁ ଜାଗାକୁ ଯାଏ ଡିସହାରମୋନି ପାଇଁ, ଅସଙ୍ଗତି ପାଇଁ ଯେଉଁ ଜାଗାକୁ ଯାଏ, ସବୁବେଳେ ସେଠି ବସି ସେମାନେ କହିଲା ବେଳେ ମାଆଙ୍କୁ ପ୍ରାର୍ଥନା କରୁଥାଏ। ମାଆଙ୍କୁ ପ୍ରାର୍ଥନା କରୁଥାଏ, ମା ଏମାନଙ୍କ ଭିତରେ ସଙ୍ଗତି ଆସୁ। କାରଣ ମା ନିଜେ କହିଛନ୍ତି, ଆମେ ଗତ କେତେ ଦିନ ଧରି ପାଚକରେ ପଢୁଛୁ ସବୁ ଯେ ତ୍ରୁଟି ହେଲେ ଉଭୟ ଭୁଲ କରନ୍ତି। ସେମାନେ ବି ମାନିବେ ଯେ ହଁ ଏଥିରେ କାହାର ଭୁଲ ଅଛି ନା ହଁ ଉଭୟଙ୍କର ଭୁଲ ଅଛି। ଆଚ୍ଛା, ଉଭୟ ପରିବର୍ତ୍ତନ ହେବା ଦରକାର ନା ନାହିଁ? ଉଭୟ ପରିବର୍ତ୍ତନ ହେବା ଦରକାର, ହଁ ଦରକାର। କିନ୍ତୁ ଆପଣ ଗୋଟେ ସିଦ୍ଧାନ୍ତ କରି କହିଦେଇ ଆସିବେ, ସିଦ୍ଧାନ୍ତ ତ ନୁହଁ, ସମସ୍ତଙ୍କୁ ପଚାରିକି ସିଦ୍ଧାନ୍ତ କିଏ କାହାର ସାମର୍ଥ୍ୟ ସିଦ୍ଧାନ୍ତ ଦବ? କାରଣ ଯୋଉ କଥା ଆମେ ସବୁବେଳେ କହୁ ଯେ ଯୋଉ ଚାବିରେ ତାଲା ପଡ଼େ ସେଇ ଚାବିରେ ତାଲା ଫିଟିବ। ତମମାନେ ମିଶିକି ତମ ତାଲା ପକେଇ ଦେଇଛ, ଚାବି ତମ ପାଖରେ, ମୁଁ ତ ବାହାରୁ ଆସିଛି, ମୋ ପାଖରେ ଚାବି କାହିଁ ତମ ତାଲା ଫିଟେଇବି? ତେଣୁ ତମରି ପାଖରେ ଚାବି ଅଛି, ତମେ ଫିଟେଇବ। ଅର୍ଥାତ୍ ପରସ୍ପର ବୁଝାମଣା, ପରସ୍ପର ପରସ୍ପରକୁ ସହିବା, ପରସ୍ପରକୁ ଭଲ ପାଇବା, ଶ୍ରଦ୍ଧା କରିବା, ବିଶ୍ୱାସ କରିବା, ନିର୍ଭର କରିବା ପରସ୍ପର ଉପରେ, ଏସବୁ ସେଇଠି ଅଛି। ସେତକ ଆସିଗଲେ ଆସିଯିବ। କିନ୍ତୁ ଏଭଳି ହୁଏ, ମୋର ଗୋଟେ ସବୁ ଅନୁଭବ ଅଛି। ସମସ୍ତେ ଆଶା କରୁଥିବେ ସେ କହିବା ପାଇଁ ଯେ ତମେ ଭୁଲ କରିଛ, ତମେ ଠିକ କରିଛ, ତମର ଭୁଲ। ଗୋଟେ କାହାକୁ କହିବାକୁ ପଡ଼ିବ ତମ ଭୁଲ, ଏଥିରେ ଅନ୍ୟମାନେ ଖୁସି ହେବେ, ଯାହା ହଉ କାହାର ଗୋଟେ ଭୁଲ କୁହାଗଲା। ଯଦି କହିଦେଇ ଆସିବେ ଯେ ସମସ୍ତେ ମିଳିମିଶି କାମ କର, ନହେଲେ ମାଆଙ୍କ କୃପା ଆମେ ପାଇବାନି। ଆମେ ପରସ୍ପର ସହିତ ସଙ୍ଗତି ରକ୍ଷା କରି କାମ ନ କଲେ, ମା କହିଛନ୍ତି ଯୋଉଠି ସଙ୍ଗତି ନଥିବ ଏଠି ମୁଁ ନଥାଏ, ମୁଁ ରହିବିନି। ଯେତେ ଯାହା ବୁଝେଇ ଦେଇ ଆସିଲେ ମଧ୍ୟ ଯଦି ଭିତରୁ ସମାଧାନ ନ ହେଇଛି, ତାହେଲେ କ'ଣ ହବ? ପୁଣି ଯାହା ଥିବ ସେଇଆ।
से जगह हाँ हाँ हो हैंडसेक करेंगे कुंडाकुंडी हो रसगोला खियाखुई हो सब हो किछ दिन पर तुम चली आस पचारे फोन कौन हो नाई भाई आप आगे सब कहीदे हाँ ठीक ठाक पुणी जहाँ चला सी तार कारण हूँ पर्सनाल जो कोऑपरेशन जो गुडविल डेभलप कर कहले टू कॉन्संट्रेट ऑन ए क्लोज कोलाबोरेशन गोटे क्लोज अति घनिष्ठ भाव में परस्पर सहयोग तापर एकाग्र हो क्या एकाग्र हो घनिष्ठ भाव में सहयोग करिया परस्पर सहित तापर एकाग्र हो सेटा हूँ ओबियसली मोर यूजफुल एटीट्यूड बहुत अत्यंत अधिक आवश्यक मनोभाव और बहुत अधिक आवश्यक मनोभाव देन टू कॉन्संट्रेट ऑन म्यूचुअल ग्रीवेंसेस तुम यदि परस्पर बसी समस्त एकाठी समस्त असुविधा पर आलोचना कर कॉन्संट्रेट कर एकाग्र जहाँ उपर आम एकाग्र हवा सी ही बढ़ हाँ तुम कौन असुविधा अच्छी कहते कह से असुविधा सब कहला अच्छा नोट कर पॉइंट कर तुम कौन कह आम क्या एकाग्र हो गोटे पॉजिटिव दिगर पर नेगेटिव दिग आम आज्ञा जब आलोचना न करूँ समाधान केमती हम समाधान हम समाधान केमी हम तुम यदि गोटे मंद कथा गोटे विरोधी कथा गोटे नेगेटिव कथा पर एकाठी कॉन्संट्रेट करूच समय बसिकी तार समाधान को बाट आसो समाधान आसो जो पॉजिटिव कथा पर तुम कॉन्संट्रेट कर सी आस्ते 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 मलिन हो धीरे धीरे चलीज तेणु ग्रीभांस उपर कॉन्संट्रेट करवा संपूर्ण अनावश्यक बहुत क्षतिकारक आदौ साहाय्य करबनी से आम बस गोटे समाधान पंथा बाहर कलु कि नुह सामान्य टी अल्प दिन पर पुणी जहाँ से कारण समाधान पंथा हृदय समाधान पंथा हृदय निज निजर हृदय भर समाधान पंथा अच्छी बाहर नुह मीटिंग रे नुह मीटिंग रे को समाधान आसब नहीं बाबा जमा से कहती आमर आन्य मान भर तफात कौन से जो समस्या हम आमर भी सही समस्या हम तार कारण हूँ से आम समस्ते साधारण मनीष कि समाधान आम समाधान भिन्न हम तांकर समाधान कोर्ट कचेरी हम आम समाधान पाठचक्र हम माँ को बही पढ़ी हम माँ को प्रार्थना करी हम आमर समाधान भिन्न बाटर हम तेणु आम से बाटे समाधान चेष्टा करवा ग्रीभांस उपर कॉन्संट्रेट करी नुह कोलाबोरेशन उपर कॉन्संट्रेट करी द मोस्ट इम्पोर्टेंट पॉइंट इज दैट the work should be quickly done and well done तेणु सबुठार गुरुत्वपूर्ण विषय कौन है जिते शीघ्र पार्च कार्य कर जिते शीघ्र पार्च कार्य कर एवं खूब भल भाव करने चेष्टा कर जिते शीघ्र पार्च कार्य कर खूब भल भाव करने चेष्टा कर आम कौन करूँ गोटे घर तैयारी करवा पुराणा घरटा पुराणाटा भांगा केबे भांगा ना भांगा आउ कौन भांगा भांगा समय से कहुई कौन सब कार्तिक पूर्णिमा गला सी अमकई गला सी गला सी आसवे सब जाइए गाँव को फेरतु जिते शीघ्र माँ कह जिते शीघ्र संभव कार्य कर एवं जिते भल भाव कर कार्य कर टू दि बंगवाणी वर्कर्स कलिकतार बंगवाणी बोली गोटे संस्था अच्छी आ बहुत पुरातन संस्था से मासून कार्य पंडिचेरी बाहर बोधे से जगह प्रथम आरंभ होता कि कौन आम वर्ष 1948 ओडिशा पाठचक्र आरंभ होता मुझे एक्जाक्टली कहीपरि कि बंगवाणी की प्रथम रिलीज जाइए परम प्रभु प्रथम रिलीज जाइए बोली कहुए से वर्ष द्वंद्व अच्छी प्रथम से जाइए कि दिल्ली आश्रम जाइए कौटी जाओ से बंगवाणी कर्मी मान माँ गोटे मेसेज देती नो ग्रेट वर्क कैन बी डन विदाउट कोऑर्डिनेशन एंड डिसिप्लिन सहयोग एवं श्रृंखला बिना कौन सी गोटे विराट कार्य हवा संभावना नहीं सहयोग एवं श्रृंखला कोऑर्डिनेशन एंड डिसिप्लिन किसी गोटे कम से हाँपाई सिद्धांत निहाई माँ कहे नो ग्रेट वर्क कैन बी डन विदाउट कोऑर्डिनेशन एंड डिसिप्लिन ए ट्रू एंड ऑर्गेनाइज्ड कोलैबोरेशन इज द कंडीशन ऑफ सक्सेस तुम कामर गोटे मुंडी मारे चाहूच तो ये सफलता माने गोटे कार्य शेष हम
ବାସ୍ତବିକ କହିଲେ ତ ଆମେ ସଫଳତା ଚାହୁଁ ନା ପୂର୍ଣ୍ଣତା ଚାହୁଁ, ସେ କେତେ କଥା ସେଇ ଦୃଷ୍ଟିରୁ ସଫଳତା କହୁନି। ଗୋଟେ କାର୍ଯ୍ୟ କରୁଛ, ସେ କାର୍ଯ୍ୟ ଶେଷ ହବ, ତ ସଫଳ ହବ ମାନେ ଶେଷ ହବ କାର୍ଯ୍ୟଟି, ଠିକ ଠିକ ଶେଷ ହବ। ସେଥିପାଇଁ କ'ଣ ଦରକାର ନା ଟ୍ରୁ ଆଣ୍ଡ ଅର୍ଗାନାଇଜ କୋଲାବୋରେସନ, ବାସ୍ତବ ଏବଂ ସଂଗଠିତ ସହଯୋଗ। ସଂଗଠିତ ସହଯୋଗ, ସଂଗଠିତ ସହଯୋଗ ହେଉଛି ସେ ସହଯୋଗରେ ସମସ୍ତଙ୍କର ଭୂମିକା ଥିବ। ସାଧାରଣ ମାନେ ଏକଦମ ଗୁରୁତ୍ୱହୀନ ବା ଛୋଟିଆ କାର୍ଯ୍ୟଟି ବୋଲି ଆମେ ଭାବୁଥିବୁ ଯାହାକୁ, ତାର ଯେତିକି ଦାୟିତ୍ୱ ଥିବ, ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ କଥା ଯିଏ କରୁଥିବ ତାର ବି ସେତିକି ଦାୟିତ୍ୱ ଥିବ। ସମସ୍ତେ ସମାନ ଏକାଠି ସମସ୍ତେ ସହଯୋଗ କରୁଥିବେ ଏବଂ ଏଇଟାକୁ ସଂଗଠିତ କରାଯାଇଥିବ। ବହୁତ ସମୟରେ ଆମେ ଆଲୋଚନା କରୁ, ଗୋଟେ ଗାଡ଼ି ଜଣେ ଚଲାଉଛି, ସେ ଗାଡ଼ି ଚଲାଇବାରେ ଷ୍ଟିଅରିଂର ବେଶୀ ଗୁରୁତ୍ୱ ନା ଗୋଟେ ଚକାର ନଟ୍ର ବେଶୀ ଗୁରୁତ୍ୱ? ପଚାରିଦେଲେ ଲୋକମାନେ ଟିକେ ସତର୍କ ହେଇଯାନ୍ତି, ଚକା ନଟ୍ଟା କ'ଣ କହିଲେ, ତେଣୁ ସେଇଟା ବେଶୀ ଗୁରୁତ୍ୱ, ଚକା ନଟ୍ଟା। ଚକା ନଟ୍ଟା ଗୁରୁତ୍ୱ, ଷ୍ଟିଅରିଂ ନଥିଲେ ଗାଡ଼ି ଚାଲିବ? ଚକା ନଟ୍ଟା କାହିଁକି ଗୁରୁତ୍ୱ ନା ଚକା ନଟ୍ ଫିଟିଗଲେ, ଚକା ବାହାରିଗଲେ ଗାଡ଼ି ଚାଲିବନି। ଠିକ ଅଛି, ଚକା ନଟ୍ଟା ଅଛି କିନ୍ତୁ ଷ୍ଟିଅରିଂ ନାହିଁ, ଗାଡ଼ି ଚାଲିବ? ତାପରେ ସମସ୍ତେ ସଚେତନ ହେଇଯାନ୍ତି, ହଁ ହଁ ଷ୍ଟିଅରିଂରେ ବି ଯେତିକି ଗୁରୁତ୍ୱ, ଚକାର ଯେଉଁ ନଟ୍ଟେ ଲାଗିଛି ସେ ବି ସେତିକି ଗୁରୁତ୍ୱ, ଦୁହେଁ ଯାକର ଗୁରୁତ୍ୱ ସମାନ। ଏବଂ ଯେତେବେଳେ ସେମାନେ ପରସ୍ପରକୁ ସହଯୋଗ କରି କାର୍ଯ୍ୟ କରନ୍ତି, ଦ୍ୟାଟ୍ ଇଜ୍ ଅର୍ଗାନାଇଜ୍ କୋଅପରେସନ୍। ଷ୍ଟିଅରିଂ କହିବନି ଯେ ମୁଁ ଦେଖ ଉଚ୍ଚାରେ ବସିଛି, ମୁଁ ଯୁଆଡ଼େ ମୋଡ଼ିବି ତୁ ସିଆଡ଼େ ଯିବାକୁ ବାଧ୍ୟ। ଚକା କହିବନି ଯେ ଦେଖ ମୁଁ ତୋତେ ସମ୍ଭାଳିଛି, ମୁଁ ଯଦି ବାହାରି ଯିବି ତୁ ଚୋପା ଛାଡ଼ିଯିବ, ତୁ କୁଆଡ଼େ ଯିବୁ ଯା, ବୁଲିକି ଯିବୁ କହୁଛୁ ଷ୍ଟିଅରିଂ ନେଇକି। ସେମାନେ ପରସ୍ପରକୁ ବଡ଼ ଅର୍ଗାନାଇଜଲି କୋଅପରେଟ୍ କରନ୍ତି, ସଂଗଠିତ କରନ୍ତି, ସଂଗଠିତ ଭାବରେ ସହଯୋଗ କରନ୍ତି ଏବଂ ତା ଫଳରେ ହିଁ ଗୋଟେ ଠିକଣା ଜାଗାରେ ତୁମ ଯୁଆଡ଼େ ବାହାରେ ଯାଇ ପହଞ୍ଚିବା ପାଇଁ ପହଞ୍ଚି ପାରିବ ଗାଡ଼ିରେ ସକ୍ସେସ୍। ଇଟ୍ ଇଜ୍ ଓନ୍ଲି ଇନ୍ ହାରମୋନିୟସ୍ କୋଲାବୋରେସନ୍ ଦ୍ୟାଟ୍ ଏଫେକ୍ଟିଭ୍ ୱାର୍କ କ୍ୟାନ୍ ବି ଡନ୍। ହାରମୋନିୟସ୍ କୋଲାବୋରେସନ୍, ସଂଗତିପୂର୍ଣ୍ଣ ସହଯୋଗରେ ତୁମ ଗୋଟେ ମୂଲ୍ୟବାନ କୌଣସି ସଫଳ କାର୍ଯ୍ୟ, ଏଫେକ୍ଟିଭ୍ ୱାର୍କ କ୍ୟାନ୍ ବି ଡନ୍। ଯେଉଁ କାର୍ଯ୍ୟ ତୁମେ କରୁଛ, ଗୋଟେ ଯଦି ସଫଳ କାର୍ଯ୍ୟ କରିବାକୁ ଚାହୁଁଛ, ତା ଫଳରେ କରିହେବ କେବଳ ଗୋଟେ ସଂଗତିପୂର୍ଣ୍ଣ ସହଯୋଗ ଫଳରେ। ସହଯୋଗ ଥିବ, ସଂଗତିପୂର୍ଣ୍ଣ ଥିବ। ସଂଗତିପୂର୍ଣ୍ଣ ଏଠି ହାରମୋନିୟସଟା କୋଲାବୋରେସନର ଆଡଜେକ୍ଟିଭ। କେଉଁ ପ୍ରକାର କୋଲାବୋରେସନ ନା ହାରମୋନିୟସ୍ କୋଲାବୋରେସନ। The important thing is to find the point on which you can all agree. And after this is firmly established, each one must be ready to yield his personal will in order to keep intact this point of harmony. এটা ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ବହୁତ ଇଣ୍ଟରେଷ୍ଟିଂ। ଗୋଟାଏ ଦଳ ଆମେ କାମ କରୁଛୁ, ଆମେ ବହୁତ ପଏଣ୍ଟରେ ପରସ୍ପର ଅମେଳ ହେଉଛୁ, କିନ୍ତୁ ସମସ୍ତେ ମିଶିକି ଗୋଟାଏ ପଏଣ୍ଟ କାଢ଼ିବା, ଗୋଟାଏ କଥା କାଢ଼ିବା ଯେଉଁଠି ସମସ୍ତେ ଆମେ ମେଳ, ସମସ୍ତେ ମିଶି ପାରୁଛୁ। ଯେଉଁ କଥାରେ ସମସ୍ତଙ୍କର ସହଯୋଗ ରହୁଛି, କେହି ଅମେଳ ହଉନାହାନ୍ତି, ସେଇ ପଏଣ୍ଟଟା କାଢ଼, ସେଇ କଥାଟା କାଢ଼ ଏବଂ ତାରି ଉପରେ କନସେନ୍ଟ୍ରେଟ୍ କର। ଯଦି ତା ଉପରେ କନସେନ୍ଟ୍ରେଟ୍ କରାଯାଏ ତାହେଲେ ଭୁଲ ହବନି, କାରଣ ସେଥିରେ ସମସ୍ତେ ରାଜି ନା, ସେଥିରେ ସମସ୍ତେ ରାଜି। ଯେଉଁଥିରେ ସମସ୍ତେ ସନ୍ତୁଷ୍ଟ, ସମସ୍ତେ ରାଜି, ସମସ୍ତେ ଏଗ୍ରି କରୁଛନ୍ତି, ତାକୁ ହିଁ ଏକାଠି କରି ତାପରେ ଏକାଗ୍ର ହୁଅ। ଆଉ ଥରେ ପଢ଼ି ଦେଉଛି, ବହୁତ ବଢ଼ିଆ ମେସେଜ। The important thing is to find the point on which you can all agree. ସମସ୍ତେ ରାଜି ହେବେ, ଗୋଟେ କଥା କାଢ଼ ତା ଭିତରୁ, ସେଥିରେ ସମସ୍ତେ ରାଜି ହେଇପାରିବେ। And after this is firmly established, এই কথাଟାକୁ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଦୃଢ଼ ଭାବରେ ପ୍ରତିଷ୍ଠିତ ହେଇଯିବ, each one must be ready to yield his personal will. Each one must be ready to yield his personal will. ସମସ୍ତେ ପ୍ରସ୍ତୁତ ଥିବେ ନିଜ ନିଜର ସଂକଳ୍ପ, ନିଜର ଇଚ୍ଛା ତା ଉପରେ ପ୍ରୟୋଗ କରିବା ପାଇଁ। କ'ଣ ପାଇଁ ନା, in order to keep intact this point of harmony. ଏଇ ଯେଉଁ ଜାଗାରେ ସମସ୍ତଙ୍କର ହାରମୋନି ଆସିଗଲା, ସେ ହାରମୋନିଟାକୁ ଏଷ୍ଟାବ୍ଲିଶ, ଧରି ରଖିବା ପାଇଁ, ଇଣ୍ଟାକ୍ଟ। ଆଟଲିଷ୍ଟ ଗୋଟେ ଜାଗାରେ ତମ ହାରମୋନି ଆସିଲା ନା, ଧରାଯାଉ ଏ ଜାଗାରେ କରିବା ନା ସେ ଜାଗା, ଗୋଟେ ଜାଗା ପାଇଁ ସମସ୍ତେ ରାଜି ହେଇଗଲେ, ଗୋଟେ ଜାଗା ପାଇଁ ସମସ୍ତେ ରାଜି ହେଇଗଲେ, ସେ ଗୋଟେ ଆଗ ପ୍ରଥମ କଥା ହେଲା ଏଇ ଜାଗାରେ ହବ, ସ୍ଥାନଟା ଠିକ ହେଲା, ତାପରେ ସମସ୍ତେ କନସେନ୍ଟ୍ରେଟ୍ କରିବେ ଏଇ ଜାଗାରେ ହବ। ତାପରେ କନସେନ୍ଟ୍ରେଟ୍ କଲା ପରେ ସେଟା କେମିତିଆ ଘର ହବ, ପ୍ଲାନିଂ କିଏ କରିବ, ଧୀରେ ଧୀରେ
गोटाए पॉइंट जब समस्त एग्री करगले पॉइंट ऑफ हार्मोनी बाहरी पड़ला तापर एकाग्र कले आउ असुविधा हेनी कारण जहाँ जो जगह समस्ते हृदय सहित एकाग्र होती सेटा हूँ मूल कार्य ठीक हाँपाई से असल उद्देश्य ता आम कर When we have to work collectively, it is always better to insist in our thoughts, feelings, and actions on the points of agreement rather than on the point of divergence. पुणी से कथा कहले जो कथार समस्त आम राजी हो एग्रीमेंट जोटा से जगह बेसी समय डाइभर्जेंस तो बहुत पॉइंट आसो डाइभर्जेंस बहुत पॉइंट आसो जो थे आम समस्त एग्रीमेंट अच्छी एकाग्र हवा कारण से गोटाक एकाग्र हो गला डाइभर्जेंस जो परस्पर विरोध करुचु भिन्न भिन्न बाटे चिंता करूँ से गोटे बाटे से गोटे बाटे से गोटे बाटे कि समस्त गोटे जगार अच्छु गोटाए कथा समस्ते राजी अच्छु से जो थे राजी अच्छु से गोटाक एकाग्र हुआ We must give importance to the things that unite and ignore as much as possible those that separate. आमे कहा ऊपर गुरुत्व दबा We must give importance कहा ऊपर गुरुत्व दबा ना to things that unite जी आमको एक करुची एकत्र करुची मिसई दउची ता ऊपर गुरुत्व दबा इग्नोर का करबा का को भूली जीवा का को छाड़ीबा ना as much as possible those that separate आमको जे परस्पर ठू अलग कर दउची ताकू जेदु संभव विदा करबा जेदु संभव विदा करबा ताकू आम भीतर सुजोग दबानी जोटा आमको यूनाइट करी तार ऊपर बेसी गुरुत्व दबा देखियो बोले छोटिया छोटिया कथा ले छोटे स्कूलटा सकाल हो ना खरा बेड़े हम सकाल खरा बेला हो हठात कौन दले कले सकाल जब खरा बेड़े हम यूनिफर्मटा हाँ से व्हाइट पैंट ग्रीन व्हाइट सार्ट ग्रीन पैंट हो ये समस्त मिसीगले सीटा आगे फाइनाल होगा समस्त ड्रेस हम ग्रीन पैंट व्हाइट सार्ट जो से समस्त एकाग्र गले किए कौन विरोध कर आस्ते आस्ते भूलीज से भूलीजे मन मन गोटे कौन एकाग्र हेले एकाग्र हो से गोटे समाधान बाहरी पड़ो ठीक अच्छे अधे क्लास को सकाल करवा अधे क्लास को उपड़ा करा समझ राजी समझ राजी कारण गोटे कौ जगह आमको समस्त मिसई दिगला ड्रेसटा कौन हम तापर समस्त मिसीगले एमती छोट छोट उदाहरण नि छोट छोट उदाहरण घरे कौन करवा जो जगह समस्ते मत दौरान से गोटाक आगे मानि नियो जो जगह परस्पर विरोध हो परस्पर भिन्न भिन्न मत हो अटकई दियो रह से पछरे यहीटा आगे यहीटा हूँ असल बाट इवन व्हेन फिजिकली द लाइन्स ऑफ वर्क डिफर फिजिकली माने आखि आगे समस्त सम्मुखें आम काम कला बेले भी जदि फिजिकल द लाइन्स ऑफ वर्क डिफर परस्पर कार्य धारा भिन्न हुए the union can remain intact and constant if we keep always in mind the essential points and principles which unite and the divine goal. धरा जाऊ आम कम गोटे संगति आसे गोटे मिलामिशा कर कम हो पारे कि समस्त मुंडे जो मैंने कम कर समस्त मुंडे गोटे हार्मोनी व्याकुलता अच्छी मैं कौन कहले दि यूनियन कैन रिमेन आम भर गोटे सहमत बा एकत्र रही इंटैक्ट रही एंड कन्स्टांट रही इफ वी कीप ऑलवेज इन माइंड द एसेंशियल पॉइंट्स जदि मन भितर आम सब गुरुत्वपूर्ण कथा गुड़िक मुंडे रखू पॉइंट्स एंड प्रिंसिपल्स व्हिच यूनाइट आमको ये मिसई पार से भाया कथा गुड़ी से भाया विचार गुड़ी चिंता गुड़ी जो मन भर सब रखिपर एंड द डिवाइन गोल एवं जो दिव्य लक्ष्य को मन भर रखिपर ताहले हाँ आउ द रियलाइजेशन व्हिच मस्ट बी द वन अनचेंजिंग ऑब्जेक्ट ऑफ आवर एस्पिरेशन एंड वर्क्स एवं उपलब्धि
को उपलब्धि ना मस्ट बी दी वन अनचेंजिंग ऑब्जेक्ट अपरिवर्तनीय फलाफल जोटा ऑब्जेक्ट ऑफ आवर एस्पिरेशन एंड वर्क्स आमर आस्पुरा कर्म जो अपरिवर्तनीय फलाफल तार आम उपलब्धि चाहूँ ये कहुच्छी जे बाहर फरक देखागले बाहर अलग अलग देखागले यदि मन भितर आम आमर एकत्व जहाँ जहाँ आवश्यकता एसेंशियल पॉइंट्स एंड प्रिंसिपल्स हूँ यूनाइट आमको एकाठी रखापी जो एसेंशियल अत्यंत गुरुत्वपूर्ण अत्यावश्यक कथा सब विचार सब चिंता सब नियम सब जदि आम भीतर थाए एंड द डिवाइन गोल दिव्य लक्ष्य उपर आम सचेतन था द रियलाइजेशन व्हिच मस्ट बी द वन अनचेंजिंग ऑब्जेक्ट ऑफ आवर एस्पिरेशन एंड वर्क्स एवं जो उपलब्धि जोटा कि आम भीतर गोटे अपरिवर्तनीय फलाफल एवं आमर आस्पृहा और कामर अपरिवर्तनीय फलाफल उपलब्धि थाए ये सब जदि मन भीतर थाए ताले फिजिकल लाइन्स ऑफ वर्क डिफर हेले द यूनियन कैन रिमेन इंटैक्ट आमर बाहर काम भूल थिले आमर जो यूनियन कैन रिमेन इंटैक्ट आम भितर अपड़ हम नहीं अमेल हम नहीं आम एकता बा एकत्व बजाय रही पार जदि मुंड भितर मन भितर चिंता भितर विचार भितर ये सब थाए समस्त इफ एनीवन वर कैपेबल ऑफ सीइंग द वेलफेयर ऑफ द वर्क quite independent of his preferences and without turning everything into a personal question, then most of the difficulties would be solved. से कथा आउ से कहते जदि आम भीतर कही एनीवन कैपेबल ऑफ सीइंग द वेलफेयर ऑफ द वर्क क्वाइट इंडिपेंडेंट कार्यर जो मंगल बा कार्यर जो भल उचित व्यापार कार्य ताको निजर प्रिफरेंस ठारू अलग कर देखिए इंडिपेंडेंट ऑफ वन्स प्रिफरेंस मोर जदि चॉइस नहीं तब छाड़ दियो मो चॉइस मुझे छाड़ देवी इंडिपेंडेंट ऑफ वन्स प्रिफरेंस एंड विदाउट टर्निंग एवरीथिंग इनटू ए पर्सनल क्वेश्चन सब निज को लेकिन प्रश्न निज को लेकिन चिंता निज को नहीं विचार ताको छाड़देव देन मोस्ट ऑफ द डिफिकल्टीज वुड बी सॉल्व से कथा कहते अधिकांश समस्या दूर हो असुविधा दूर हो कम कला निजर मोटिव निजर पर्सनल प्रॉफिट इत्यादि को आम आखि बुझीदा निज भाई If people could stop speaking of the work as their work, it would put an end to a lot of trouble. आमे आमे कौन हो मो काम कहनी आम काम कह आम कहनी मो काम कहनी एटा आम काम कह माँ ताको आउ टे बदल देते माँ कहे जदि लोक मैंने काम को आम काम बोली कह बंद कर दियंते तारे बहुत समस्या दूर हो जाता आम काम कहे कार कहे ना हियर ऑल वर्क इज द डिवाइन वर्क भगवान को काम बोली कहे मो काम रु आउ टे भल है आम काम कि सबुठ भल है यहाँ भगवान को काम भगवान काम कहले कौन ट्रबल हवा संभव नहीं किसी संभावना नहीं जदि आम काम कहबू ताले बहुत प्रकार समस्या हो पाए It is the work which is important, not the way in which our little self does the work. ये कार्य हूँ गुरुत्वपूर्ण न एक कथा नुहे जे मु को धारार कार्यटा कर गुरुत्वपूर्ण कार्यटा ही गुरुत्वपूर्ण आम जो कर्म करुचु से कर्मटा गुरुत्वपूर्ण किए कौ बाटे कला कौ उपाय कला से एत गुरुत्वपूर्ण नुह शेष मेसेज Unless you can rise above your personal ideas, opinions and preferences, you cannot become a good worker. तमें यदि तुम गोटे उत्तम कर्मी चाहूच जदि कौन आम समय चाहूनु कि उत्तम कर्मी होगापी ठीक अच्छे उत्तम कर्मी चाहूच तो ताले तुम निजर व्यक्तिगत धारा चिंता विचार सिद्धांत मतामत ए सबको ऊर्ध्व तुम उठे पड़ो जे ता उठी न पड़े तो ऊर्ध्व ताले तुम्हें एक उत्तम कर्मी हो पार ना as long as you have your personal preferences जेते बड़ जाए तुम निजर व्यक्तिगत भल मंदर विचार थी यहाँ उचित अनुचित विचार थी यू विल नॉट बी एबल टू डू द एग्जैक्ट थिंग नीडेड जहाँ प्रकृत आवश्यक ता तुम केवे कर जो कार्य निहाती आवश्यक प्रकृत आवश्यक एग्जैक्ट थिंग तुम कर तुम निजर व्यक्तिगत प्रिफरेंस बा
ଭଲ ମନ୍ଦ ବିଚାର ଉଚିତ ଅନୁଚିତ ଯଦି ତୁମେ ଭାବୁଥାଏ ତାପରେ ଅଧିକ ଏକାଗ୍ର ହେଇଥାଏ ତାହେଲେ ତୁମେ କରିପାରିବ ନାହିଁ। ଗଲା ଆମର କୋଲାବୋରେସନ୍ ଆଣ୍ଡ ହାରମୋନି ଅଫ୍ ୱାର୍କ ଆମ ଗଲା। ଆସନ୍ତାକାଲିଠୁ ଡିଫିକଲ୍ଟିଜ୍ ଇନ୍ ୱାର୍କ, ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶନ ହେ ଭଗବାନ, ଯାହା ହେଉ ତୁମର ଆମମାନଙ୍କ ଅନ୍ତରରେ କୌଣସି କିଛି ଯେପରି ତୁମର କାର୍ଯ୍ୟରେ ବିଘ୍ନ ନ ଘଟାଏ, କୌଣସି କିଛି ହେଲେ ଯେପରି ତୁମର ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କର ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ। ତୁମଠାରେ ଆମମାନଙ୍କର ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀନ ଚିରନ୍ତନ। ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ ନିବିଡ଼ ଭାବରେ କୃତଜ୍ଞ ହିଁ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରିଯାଉଛ, ସେସବୁର କିଛି ହେଲେ ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚର ହୁଏ, ସେସବୁ ଯେପରି ପ୍ରସ୍ତୁତ ହୋଇ ଉଠନ୍ତି ତୁମର ସିଦ୍ଧି ସକାଶେ। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଯାହା ହେଉ ତୁମର ବିଜୟ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। English prayer. In the name of the mother, for the sake of the mother, by the power of the mother, with the strength of the mother, to all adverse, harmful, being or force, I order to quit this place at once and forever.